କାହିଁ ସେଠି ଯୁଦ୍ଧ ଚାଲିଛି? ଆଁ ସକାଳୁ ସକାଳୁ ମା ଝୁଅର କଣ ଯୁଦ୍ଧ ଚାଲିଲା ସେଠି? ମୋ କାମ ମୁଁ କରୁଛି ଆଉ ମୁଁ ତମ କାମକୁ ଟିକେ ଅନେଇଛି। ସକାଳୁ ସକାଳୁ କଣ ଯୁଦ୍ଧ ଲାଗିଛି ମା ଝୁଅଙ୍କର? କାହିଁ ମା ଝୁଅଙ୍କର ଲାଗୁଛି କହ କହିଲୁ? କଣ ଲାଗିଛି? କାହିଁ ଯୁଦ୍ଧ ଲାଗିଛି କହ? ଆଉ ଆମର ବା ନାହିଁ। ତୁ ଯା ତାଙ୍କ ଘରକୁ ଖାଇଦବୁ ଟିକେ ପରଟା ଖାଇଦବୁ। ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆଜିର ନ୍ୟୁ ଭିଡ଼ିଓକୁ ସ୍ୱାଗତ। ସକାଳୁ ସକାଳୁ ମା ଝୁଅଙ୍କର ତ କଳି ଲାଗିଲା, ଦେଖିଲେ କଳି ଲାଗିଛି। ଆଉ ଏଠି ଲିସିନି ବସିଛି ଆଉ ମୁଁ ବସିଛି। ଆଉ ରୋଷେଇଆ ସେଠି ତାଙ୍କର କାର୍ଯ୍ୟକଳାପ ଚଲେଇଛି। ଆଉ ବର୍ଷା ପାଗ ତ ପ୍ରବଳ, ସକାଳୁ ସକାଳୁ ପ୍ରବଳ ବର୍ଷା। ବାବା କୋଉ ଘଡ଼ଘଡ଼ିଟା ମାରିଦେଲା, ସାମ୍ପୁଲଟା ଦେଖେଇଦେଲା। ଆଉ ଘଡ଼ଘଡ଼ି ବର୍ଷା ପ୍ରବଳ ଲାଗି ରହିଛି। ଆଉ ୟା ଭିତରେ ମୋ ମୁଣ୍ଡ ବିନ୍ଧାକୁ ଜର ବି ମୋତେ ବି ଲାଗି ରହିଛି। ଲିସିନି କହୁଛି ତା ପାଇଁ ଟିକେ ପରଟା ଦରକାର। ବର୍ଷା ପାଗରେ ତାର ପରଟା ଇଚ୍ଛା ହେଇଛି, ମନ ଖାଇଛି, ଇଚ୍ଛା ହେଇଛି। ଆଉ ତାର ପାଇଁ ପରଟା ତିଆରି ହେବ। ଆଉ ଆମ ପାଇଁ ବି ପରଟା କରିଦେବା, କାରଣ ଯେହେତୁ ଜର ଥଣ୍ଡା ଲାଗି ରହିଗଲା। ଆଉ ସକାଳୁ ସକାଳୁ ଯାଇକି ଜୋର ବି କହି ହେଉନି। ମାନେ ବାଘରା ଘର ବା ଆମର, ଜର ଥଣ୍ଡାରେ ଆକ୍ରାନ୍ତି ପ୍ରବଳ। ଆଉ କାହାକୁ ଆମେ ଠିକ କଥା ହେଇଥାନ୍ତା। ହଉ ମୁଁ ଯାଉଛି ଦୋକାନକୁ। ମୁଁ ବି ଦୋକାନକୁ ଯାଇପାରିବିନି ବର୍ଷାରେ। ଥଣ୍ଡା ତଣ୍ଟି ଦରଜ, ଜୋର ବି କଥା କହି ହେଉନି। ଆଉ ମୁଣ୍ଡ ବିନ୍ଧା ଯେ ଏତେ, ଆଉ ଯେଉଁ ତଳି ଉପଡ଼ା ଉପୁଡ଼ି, ଆଉ ବର୍ଷାରେ ଓଦା ମଦା ହେଇ କାମ ହେଲା। ଆଉ ମଜରା ଜରକୁ ପୁରା ଥଣ୍ଡା ପ୍ରବଳ ମୁଣ୍ଡ ବିନ୍ଧା ହେଉଛି। ଲିସିନି କାଲି ମୁଁ ଟିକେ ସେବା କରିଥିଲା, ମୁଣ୍ଡ ଚିପି ଦେଇଥିଲା, ପୁଣି ତ ବାହାରିଥିଲା। ଆଉ ସେ ଆଜି ରୁଟି କହିଛି ଖାଇବାକୁ, ନା ମୁଁ ମନା କରିବି? ନା ଆଣିବି ନା। ଆସିବ ଆଉ ରୁଟି ତା ପାଇଁ ଆସିବ। ଆଉ ହଉ ଖାଇସାର, ତାପରେ ଦିପହର ମିଳିଲେ ରୁଟି ଖାଇବୁ। ଏଇନା ଖାଇଦେ ପଖାଳ। ମୋର ବି କଥା କହିବାକୁ ବଳ ପାଉନି। ଆଉ ଏତେ ଯେଉଁ ମୁଣ୍ଡ ବିନ୍ଧାକୁ ଥଣ୍ଡା ତଣ୍ଟି ଦରଜ, ଏବେ ଯାଇକି ମେଡ଼ିସିନ ନେଇକି ଆସିଲି। ପୁଣି ଏଇ ଓଦା ମଦାରେ ଯାଇକି ମେଡ଼ିସିନ ନେଇକି ଆଇଲି। ଆଉ ମେଡ଼ିସିନ ନେଇକି ଆସିଛି। ଗରମ ପାଣି ଖାଇବି। ଆମର ଜ୍ୱର ହେଲେ, ଥଣ୍ଡା ହେଲେ ଆମର ବିଶ୍ୱନାଥପୁର ମେଡିକାଲ ଅଛି। ଆଉ ତମ ମାନଙ୍କର ଜ୍ୱର ହେଲେ ପଇସା ଦିଅ, ଆମେ ଗଭର୍ଣ୍ଣମେଣ୍ଟରୁ ଆଣିବୁ। ଠିକ କଥା ତ। ଏଇଠି ତ ମନା କହିବାକୁ ହେଲାନି। ମାନେ ମୋତେ ପଇସା ଦେଇଦେଲା, ମୁଁ ଯାଇକି ମେଡ଼ିକାଲରୁ ନେଇଆଇଲି ମେଡ଼ିସିନ ଦୋକାନରୁ। ଏଇଠି କହିଥିଲେ ଛକ 10ଟା ବେଳକୁ ଖୋଲା ହେଇଥାନ୍ତା, ମେଡ଼ିସିନ ଆଣିଥାନ୍ତି। ସେତକ ଆଉ ମନେ ପଡ଼ିଲାନି। ପଇସା ଅଛି ବା, କନ ନେଇକି ଚଟକିନା ଦେଇଦେଲା। ସେଇଟା ନୁହଁ, ମୁଁ ଯେତେବେଳେ ମେଡିସିନ ଆଣିଛି ସେଇ ଜ୍ୱର ଥଣ୍ଡା ପାଇଁ, ତମ ବୟସ କେତେ, ମୋ ବୟସ କେତେ, କଣ ସେଇଆକୁ ଖାଇଲେ ହବନି? କାଲି ଥିବ ତମକୁ ବୟସ ମେଡିସିନ ଖାଇଦେବି। ହଁ ହଉ, ଅଯଥା 200-300 ଟଙ୍କା ସରିଗଲା ନା। ମୁଁ ଗାଁରେ ଯେଉଁ ମେଡ଼ିସିନ ଦୋକାନ ଅଛି, ନେଇଯାଇଥାନ୍ତେ ମେଡ଼ିକାଲରୁ, ଗାଁ ମେଡ଼ିକାଲରୁ। ପଛ ବୁଝିବା ପଛରେ ମନେ ପଡ଼ିଲା। ହଉ ମୋ ମୁଣ୍ଡ ବିନ୍ଧା ହେଉଛି। ଆଉ ଟିକେ ଯାଉଛି ବମ୍ ଫମ୍ ଟିକେ ଆଣି ଲଗେଇଦେବା। ଲିସିନି ଟିକେ ଗଲୁ ଆଣି ବମ୍ ଫମ୍। ମୁଁ ତ ଟିକେ ଆଡ଼େ ମାର। ହଉ ଚାଲ ବମ୍ ଟିକେ ଲଗେଇଦେବା, ତାପରେ ରୁଟି ପାଇଁ ପ୍ରସ୍ତୁତ କରିବା। ଆସ। ହଁ ମୁଁ ତମେ ଟିକେ ଲଗେଇଦେ, ମୁଁ ଯିବି ଆଣିବି। ଆଉ ଅଟା ଆଣିବି, ଲଗେଇ ଏକାଠି ଖାଇବା। ହଉ। ପ୍ରବଳ କଷ୍ଟ, ମୁଣ୍ଡ ବିନ୍ଧା, କଣ କରିବା? ସେଥିପାଇଁ ମୋର ବି ଆଉ ଭିଡ଼ିଓ ପଡ଼ୁନଥିଲା। ମାନେ କାମ ବ୍ୟସ୍ତତା ଭିତରେ ଏତେ କାମ ବ୍ୟସ୍ତ ଯେ ଆଉ ଭିଡ଼ିଓ ସେଥିପାଇଁ ପକାଉନଥିଲି। ମାନେ ଏତେ ଖଟିକା ମାନେ ଟାଇମ୍ ମିଳୁନି। ଆଉ କ'ଣ କରିବା? କ୍ୟାମେରାମ୍ୟାନ୍ ସାଥିରେ ନାହିଁ, ଆଉ ଆମର ରୋଷେଇ ବି ସାଥିରେ ଯାଉନି। ସିଏ ତାର ଘର କାମ କରୁଛି, ମୁଁ ମୋର ବିଲ କାମ କରୁଛି। ଆଉ ବିଲ କାମକୁ ଗଲେ ତ ଆଉ କ୍ୟାମେରା ଫ୍ୟାମେରା ଧରି ହେବନି, ଆଉ ଷ୍ଟାଣ୍ଡ ବି ନାହିଁ। ଆଉ କାଦୁଅ ମାଦୁଅରେ କେତେ ଧରିକି କ'ଣ କରିବା? ସେଥିପାଇଁ ଆଉ ଭିଡ଼ିଓ ପଡ଼ୁନଥିଲା। ଏଥିପାଇଁ
बहुत दिन हम मोर वीडियो पढ़ी पारानी मन दुख आउ बहुत चेष्टा आज भी जहाँ पकई था मुंड बिंधा को देह हाथ दरज माने कथा कहू भी बल पाऊनी से आ वीडियो भी पढ़ी पार से आज तथापि कष्टे मस्ते आज वीडियो चली भल लगे लाइक करेंगे चैनल को सब्सक्राइब करेंगे। चलो मुंड बिंधा हो अमृतंजन आनी मारी सारे टे भल हो सारे कंटिन्यू करिया आइले आइले मारदे टे ସବୁଆଡେ ମାନେ ସେଇଠି ଖାଲି ଗଦଉଛୁ ସିଏ ନା ଜମା ବୋଲ ମାନ ନଥାନ୍ତା ରୁଟି ଖାଇବି ବୋଲି ସେ ଅଟା ଖାଇବ ବୋଲି ରୁଟି ସେ ସେଇଥିପାଇଁ ତମର ମାଲିସ କରୁଛୁ ସେଠି ନା କାଲି ମୋର ଯୋଉ ମାଇଲା ନା ଆଲିଆ କହିଥିଲା 10 ଟଙ୍କା ଦବ ବୋଲି ନା 40 ଟଙ୍କା ଦେଲେ ମାନେ ତୁ ହିସାବ କରି ରଖିଛୁ ନା ଏମିତି ଛୁଆ ଯଦି ରଖିବ ପାଖରେ ପଇସା ପାଇଁ ସବୁ କରିବେ କାମ। ହଉ ହଁ ମୁଁ ତ ଟିକେ ମାରିଦେଲି ଦୋକାନକୁ ଯାଅ ଏ ଓଦା ଓଦାରେ ଇଚ୍ଛା ନାହିଁ ଯିବାକୁ। ହଉ ମୁଁ ଟିକେ ରେଷ୍ଟ ନେଇ ସାର ତାପରେ ଭିଡ଼ିଓ କଣ୍ଟିନ୍ୟୁ କରିବା। ଏବେ ଭାତ ଖିଆ ଚାଲିଛି ଭାତ ଖାଇସାରିଲା ପରେ ମେଡ଼ିସିନ ଖିଆ ହବ। ଭାତ ଖାଇସାରିଲି ମନେ ପଡ଼ିଲାନି ଦେଖିବା ଭାତ ହେଇଥିଲା ଭାତ ଡାଲି ଆଳୁ ଭଜା ଡାଲି ହେଇଥିଲା ଖାଇସାରିଲା ପରେ ଖାଇସାରି ମେଡ଼ିସିନ ଖାଇବା। ପୁରା ମେଡ଼ିସିନ ଫେଡ଼ିସିନ ଖାଇକି ଏବେ ଜଷ୍ଟ ଶୋଇଛି ଟିକେ ମେଡ଼ିସିନ ମୋ ମୁଣ୍ଡ ଚିପି ଦେଉଥିଲା ଆଉ ଭଲ ଲାଗିଲା ଟିକେ ମେଡ଼ିସିନ ଖାଇଦେଲି। 5 ଟଙ୍କାରୁ ଯାହା ପଇସା ବଳିଛି ଫେରେଇ ଦିଅ ତାପରେ ଆହୁରି ଭଲ ଲାଗିବ ନା ଦିଅ ମେଡ଼ିସିନ ଆଣିକି ଏଇଠି ରଖିଛି ପୁରା 200 ଟଙ୍କା ନେଲା ମେଡ଼ିସିନ ଆଣିକି ଖାଇଦେଲି ଜଷ୍ଟ ଏବେ ଗଡ଼ୁଛି ଟିକେ ପୁରା ବଡି ପୁରା ଗରମରେ ପୁରା ଯାହା ହଉ ଆମର ବିଲ ରୁଆ ରୁଇ ସରିଗଲା ଆଉ କାର୍ଯ୍ୟକ୍ରମ ସରିଗଲା ଏଥର ନିଶ୍ଚିନ୍ତରେ କାମ କରିପାରିବ ଯାଇ ଦେଖିବ ସେମାନେ ତାଙ୍କର ଆଜି ରହୁଛନ୍ତି କିନ୍ତୁ କ'ଣ ହବ ଘଣ୍ଟାଏ ବର୍ଷାରେ ବୁଡ଼ି ଯାଇଛି ପୁଣି ଯାହା ହବ ଦେଖାଯିବ ହଉ ନ ହଉ ଦେଖାଯିବ କ'ଣ ହଉଛି। ହଉ ଚାଲ ଯିବା ଟିକେ କାର୍ଯ୍ୟକ୍ରମ ଅଛି ପଦାକୁ ଯିବା ପଦାରେ କ'ଣ କାର୍ଯ୍ୟ ଅଛି ଖାଇ ପିଇକି ପୁରା ରେଷ୍ଟ ନେଇକି ଉଠିଗଲି ଆଉ ପୁରା ସୁସ୍ଥ ଭାବରେ ଲାଗିଲାଣି ମୋତେ ସୁସ୍ଥ ଲାଗିଲାଣି ମୋତେ ପୁରା ସୁସ୍ଥ ଲାଗିଲାଣି ଆଉ ମାନେ ଅଳ୍ପ ଅଳ୍ପ ସୁସ୍ଥ ହେଇଯିବା କାମ କରିବାକୁ କହିଲେ ଅଧିକ ଖରାପ ହେଇଯିବ ସୁସ୍ଥ ହେବାକୁ ଲାଗିଲାଣି ଟିସିମ୍ ତାର ସେଠି ବସିକି ଖେଳିସ୍ ଆଉ ରୋଷେଇଆଙ୍କ ତ କାମଧନ୍ଦା ସରୁନାହିଁ ଲେସିନ୍ ତାର ଖେଳୁଛି ଆଉ ରୋଷେଇଆର କାମ ସରୁନି ରୋଷେଇ ଏଠି ଆସିକି ବସି ମାଛ ବନେଇ ଆଉ ଏଠି ମାଛ ଭାଜିବାକୁ ପୁଣି ଗଲାଣି ଭାତ ମଜାମଜି ହବ। ହଉ ଚାଲ ଆଉ ଗୋଟେ ଶୋଇ ପଡ଼ିବା ଟିକେ ଆଉ ଟିକେ ସୁସ୍ଥ ହେଇଗଲେ ତାପରେ ହଉ ଏବେ ମୁଁ ତ ପୁରା ସୁସ୍ଥ ହେବାକୁ ଲାଗିଲିଣି ଯେହେତୁ ସୁସ୍ଥ କ'ଣ ହେବି ସୁସ୍ଥ ହେଇଯାଉଛି ପୁଣି ଖରାପ ହେଇଯାଉଛି କହି ହେଉନି ସୁସ୍ଥ ହେଇକି ଯାଇଥିଲି ଟିକେ ଦିପହରେ ଭଲ ଲାଗୁଥିଲା ଏବେ ପୁଣି ଯେମିତି 5ଟା ହେଲାଣି ସନ୍ଧ୍ୟା ହେଇ ଆସୁଛି ସେତେ ଦେହ ଖରାପ ହେଇ ଆସୁଛି। ହଉ ଆଜିର ଭିଡ଼ିଓ ବହୁତ ଲମ୍ବା ହେଲାଣି ତେଣୁକରି ମୁଁ ଏବେ ଯାଉଛି ଟିକେ ଯିବି ବିଲ ଆଡ଼େ କାରଣ ପାଣି ଆଉ ଥିଲା ଅଳ୍ପ କିଛି ତଳି କାଳେ ଥଣ୍ଡା ଫଣ୍ଡା ଖାଇଦିଏ ତେଣୁ ଟିକେ ତାକୁ ଜଗା ଜଗି ଯାଇକି ଆସିବି ଲୁଚିକି ଆସିବି ଆଉ ତଳି ବୁଡ଼ିଯିବାର ପ୍ରୋଗ୍ରାମ୍ ଅଛି କାରଣ ବର୍ଷା ଯେହେତୁ ହେଇଥିଲା
ବୁଡ଼ିବା ସମ୍ଭାବନା ଅଛି, ଟିକେ ପାଣି ଫାଣି କାଟିକି ଆଉ କ'ଣ ଦେଖିକି ଆସିବି। ଆଉ ନଗଲେ ହେବନି, ଜ୍ୱର ହେଲେ ବି କ'ଣ କରିବା, ଆଉ ଯେହେତୁ ବିଲ ବାଡ଼ି କାମ କରୁଛେ ସେଇ ଜାଗାରେ କରିବାକୁ ପଡ଼ିବ। ଆଉ ଚାଲ ମୁଁ ଏବେ ଯାଉଛି ଟିକେ ବିଲ ଆଡ଼େ ବୁଲିକି ଆସିବି। ଆଉ ଆଜିର ଭିଡ଼ିଓ ରଖିଦେଉଛି। ଭିଡ଼ିଓ ଭଲ ଲାଗିଲେ ଟିକେ ଲାଇକ୍ କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରଖୁଛି, ବାଏ ବାଏ। ବାଏ ବାଏ।